OSF କନେଷ୍ଟବଳ ରିକ୍ରୁଟମେଣ୍ଟ ନିଯୁକ୍ତି OSF ରିକ୍ରୁଟମେଣ୍ଟ କ'ଣ ଆସିଛି ନୂଆ ନୋଟିଫିକେସନ୍ କ'ଣ ଦେଖିବା ଚାଲନ୍ତୁ। ତ ହାଇଟ୍ କେତେ ରହିବ, ଚେଷ୍ଟ କେତେ ରହିବ, ୱେଟ୍ କେତେ ରହିବ, ସିଲାବସ୍ କ'ଣ ରହିବ, କ୍ୱାଲିଫିକେସନ୍ କ'ଣ ରହିବ, ସବୁ ଡିଟେଲ୍ସ ଗୋଟେ ଭିଡ଼ିଓରେ ଦେଖିବା ଚାଲନ୍ତୁ। ତ ଜବ୍ଟି ବାହାରିବ ଅନଲାଇନ୍ ହିଁ ଆପ୍ଲାଏ କରିବେ। ତ ସର୍ବପ୍ରଥମେ ବହୁତ ମେଲ୍ ଫିମେଲ୍ ଏକ୍ଜାମିନେସନ୍ କ'ଣ ରହିବ, ଡକୁମେଣ୍ଟ ଭେରିଫିକେସନ୍ କ'ଣ ରହିବ, ଫିଜିକାଲ୍ କ'ଣ ରହିବ, ହାଇଟ୍ କେତେ ରହିବ, ଚେଷ୍ଟ କେତେ ରହିବ। ତ ଏଜ୍ ରିଲାକ୍ସେସନ୍ କ'ଣ ନୂଆ ରିଲାକ୍ସେସନ୍ ଆସୁଛି। ତ ଏଜ୍ ପୁରୁଣା ଏଜ୍ ରିଲାକ୍ସେସନ୍ ହିସାବରେ 18 ରୁ 23 ବର୍ଷ 5 ବର୍ଷ ଏଜ୍ ରିଲାକ୍ସେସନ୍ ହିସାବରେ SC/ST 5 ବର୍ଷ, OBC ପିଲାଙ୍କ ପାଇଁ SC/ST SC/BC ପିଲାଙ୍କ ପାଇଁ 5 ବର୍ଷ 18 ରୁ 28 ବର୍ଷ ହେଉଥିଲା। ତ ଏବେ ନୂଆ ଏଜ୍ ରିଲାକ୍ସେସନ୍ ହିସାବରେ ଆପଣଙ୍କୁ 18 ରୁ 31 ବର୍ଷ ଦେବ। ତ କ୍ୱାଲିଫିକେସନ୍ ସର୍ବପ୍ରଥମେ ଜାଣନ୍ତୁ 10th ପାସ୍ ସିମ୍ପଲ୍ ରଖିବ ସେ। ତ OSFରେ 10th ପାସ୍ ସିମ୍ପଲ୍ ଏକ୍ଜାମ୍ 10th ପାସ୍। ତ ଆପଣଙ୍କର କୌଣସି ପରସେଣ୍ଟେଜ୍ ନେବନି, ସିମ୍ପଲ୍ 10th ପାସ୍ କରିଥିବା ଦରକାର। ତ ଏଜ୍ ଜାଣିଗଲେ, କ୍ୱାଲିଫିକେସନ୍ ଜାଣିଗଲେ। ଏବେ ଚାଲନ୍ତୁ ଦେଖିବା କ'ଣ ଅଛି ଡିଟେଲ୍ ଏହା ଅଛି ଯେ ରିଟିନ୍ ଏକ୍ଜାମିନେସନ୍ ରହିବ, ଫିଜିକାଲ୍ ମେଜରମେଣ୍ଟ ରହିବ, ଫିଜିକାଲ୍ ଏଫିସିଏଣ୍ଟ, ଡ୍ରାଇଭିଂ ଅପସନାଲ୍ ରହିବ, ଡକୁମେଣ୍ଟ ଭେରିଫିକେସନ୍, ମେଡ଼ିକାଲ। ତ ସବୁ ଡିଟେଲ୍ ଗୋଟେ ଦେଖେଇବି ଆପଣଙ୍କୁ। ରିଟିନ୍ କ'ଣଟି ରହିବ ଦେଖନ୍ତୁ। ସର୍ବପ୍ରଥମେ ରିଟିନ୍ରେ ରହିବ ଆପଣଙ୍କର ଟୋଟାଲ୍ ନମ୍ବର ଅଫ୍ ମାର୍କ 100, ଟାଇମ୍ ଡ୍ୟୁରେସନ୍ ରହିବ 120 ମିନିଟ୍, ମଲ୍ଟିପୁଲ୍ ଚଏସ୍ ରହିବ। ସବଜେକ୍ଟ ପ୍ରଥମେ ଦେଖନ୍ତୁ ସବଜେକ୍ଟ କ'ଣ ରହିବ। ସବଜେକ୍ଟଟି ରହିବ ଓଡ଼ିଆ ରହିବ, ଇଂଲିଶ ରହିବ, ମ୍ୟାଥମେଟିକ୍ସ ରହିବ, ଜେନେରାଲ ନଲେଜ୍ ରହିବ, ଲଜିକାଲ ରିଜନିଂ ରହିବ, ବେସିକ୍ କମ୍ପ୍ୟୁଟର ରହିବ, ସିଚୁଏସନାଲ ଆୱାରନେସ୍ ରହିବ। ସବଜେକ୍ଟ ଥିଲା ଏହା। ତ ନେଗେଟିଭ୍ ମାର୍କିଂ ରହିବ 0.25 ନେଗେଟିଭ୍ ମାର୍କିଂ। ତ ଡିଟେଲ୍ ଜାଣିଗଲେ ଟୋଟାଲ୍ ଅଫ୍ ନମ୍ବର 100ଟା, ଟାଇମ୍ ଡ୍ୟୁରେସନ୍ 120 ମିନିଟ୍। ତ MCQ ମଲ୍ଟିପୁଲ୍ ଚଏସ୍। এটা ଆପଣଙ୍କର ଅନଲାଇନ୍ ହେବ କି ଅଫଲାଇନ୍ ହେବ, ଅନଲାଇନ୍ ହେବ କି ଅଫଲାଇନ୍ ହେବ ସେଇଟା ଜାଣନ୍ତୁ। ଅନଲାଇନ୍ ହେବାର ଚାନ୍ସେସ୍ ବହୁତ ଅଛି, ଯଦି ନହେଲା ଅଫଲାଇନ୍ରେ ହେବ। ତ ରିଟିନ୍ ଜାଣିଗଲେ ଏବେ ଚାଲନ୍ତୁ ଜାଣିବା କ୍ୟାଣ୍ଡିଡେଟ୍ ହାଇଟ୍, ୱେଟ୍, ଚେଷ୍ଟ କ'ଣ ଅଛି। ଜେନେରାଲ SC/BC ପିଲାଙ୍କ ପାଇଁ ହାଇଟ୍ ରହିବ 168 ହାଇଟ୍, 79 ରୁ 84 ଚେଷ୍ଟ ରହିବ, 55 kg ୱେଟ୍ ରହିବ। ତ SC/ST କ୍ୟାଣ୍ଡିଡେଟ୍ ମେଲ୍ ପିଲାଙ୍କ ପାଇଁ 163 ହାଇଟ୍ ରହିବ, 76 ରୁ 81 ୱେଟ୍ ରହିବ, 76 ରୁ 81 ଚେଷ୍ଟ ରହିବ। ୱେଟ୍ ରହିବ କେତେ, ୱେଟ୍ ରହିବ 50 kg। ତ ଫିମେଲ୍ କ୍ୟାଣ୍ଡିଡେଟ୍ ଜେନେରାଲ SC/BC ପାଇଁ 158 ହାଇଟ୍, ୱେଟ୍ ରହିବ 40.5। ଫିମେଲ୍ କ୍ୟାଣ୍ଡିଡେଟ୍ SC/ST ପିଲାଙ୍କ ପାଇଁ 153 ହାଇଟ୍ ରହିବ, ୱେଟ୍ ରହିବ 45 kg। ଚେଷ୍ଟ ଏଇଥିରେ ନାହିଁ, ଝିଅ ପିଲାଙ୍କର କୌଣସି ଚେଷ୍ଟ ନାହିଁ, କେବଳ ପୁଅ ପିଲାଙ୍କ ଚେଷ୍ଟ ଅଛି 79 ରୁ 84। ଏଇଟା ହେଉଛି 76 ରୁ 81 SC/ST ପିଲାଙ୍କ ପାଇଁ। ତ ଝିଅ ପିଲାଙ୍କର କେବଳ ଫିମେଲ୍ ପିଲାଙ୍କ ପାଇଁ କେବଳ ହାଇଟ୍ ଆଉ କେବଳ ୱେଟ୍। ତ ଜାଣିଗଲେ ହାଇଟ୍, ୱେଟ୍, ଚେଷ୍ଟ ଜାଣିଗଲେ ଏଭଳିଆ କ୍ଲିଅର। ଏବଂ ଚାଲନ୍ତୁ ଦେଖିବା ରନିଂ କ'ଣ ଅଛି। ରନିଂଟି ରହିବ 1600, ସର୍ବପ୍ରଥମେ 1600 ରହିବ, 6 ମିନିଟ୍ରେ ମାରିବେ। ତ ହାର୍ଡ଼ ରହୁଛି ରନିଂଟା ପ୍ରାକ୍ଟିସ୍ କରନ୍ତୁ ଜଲ୍ଦି। ଯେଉଁ 3-4 ମାସ ଅଛି ଆପଣଙ୍କର ଗ୍ୟାପ୍ ଅଛି, ସେ 3-4 ମାସ ଭିତରେ 6 ମିନିଟ୍ରେ ମାରିବା ପାଇଁ ଚେଷ୍ଟା କରନ୍ତୁ। ତ ରନିଂ ଦେଖିଦେଲେ ଆପଣ ଫିମେଲ୍ ରନିଂ ରହିବ 1600, 8.5 ମିନିଟ୍, 8 ମିନିଟ୍ 30 ସେକେଣ୍ଡ। ବୋର୍ଡ଼ ଜମ୍ପ ଗୋଟେ ଅଛି ମେଲ୍ ପିଲାଙ୍କ ପାଇଁ, 4 ମିଟର ବୋର୍ଡ଼ ଜମ୍ପ ରହିଛି 13 ଫୁଟ ଭଳିଆ। ତ 4 ମିଟର 3ଟା ଚାନ୍ସରେ କରିବେ। ବୋର୍ଡ଼ ଜମ୍ପ ଦେଖିଦେଲେ ଫିମେଲ୍ଙ୍କର ବୋର୍ଡ଼ ଜମ୍ପ ଅଛି 2.75, 3ଟା ଚାନ୍ସରେ। ହାଇ ଜମ୍ପ ରହିବ ମେଲ୍ ପିଲାଙ୍କ ପାଇଁ 138 ମିଟର। ତ ହାଇଟ୍, ୱେଟ୍, ଚେଷ୍ଟ, ହାଇ ଜମ୍ପ, ଲଙ୍ଗ୍ ଜମ୍ପ ତ ଜାଣିଗଲେ। ଏବେ ଚାଲନ୍ତୁ ସାଲାରୀ କ'ଣ ରହିବ। OSF କନେଷ୍ଟବଳ 21,700 ସେ ଲେଖିଛି। TADA ଯେମିତି ହେଇକି ଫାଷ୍ଟ ସାଲାରୀ ଆପଣଙ୍କୁ 30 ରୁ 35,000 ସାଲାରୀ ମିଳିଯିବ। ତ ଆପଣ ଦେଖିଦେଲେ ହାଇଟ୍, ୱେଟ୍, ଚେଷ୍ଟ ଦେଖିଦେଲେ, ସାଲାରୀ ଦେଖିଦେଲେ। ଏବେ ଚାଲନ୍ତୁ ଡ୍ରାଇଭର ଅପସନାଲ୍ ଯେଉଁ ବିଷୟରେ ମୁଁ ଦେଖାଉଥିଲି ଆପଣଙ୍କୁ, ସେ ବିଷୟରେ ଆଲୋଚନା କରିବା। ଡ୍ରାଇଭର ଅପସନାଲ୍ ଆପଣ ଯଦି ଲାଇଟ୍ ଥିବ ତ 3 ମାର୍କ ପାଇବେ, ହେଭି ଥିଲେ 5 ମାର୍କ ପାଇବେ। ତ ସେଇଟା ଲାଷ୍ଟକୁ ରିଟିନ୍ ଏକ୍ଜାମିନେସନ୍ ପରେ ଏଇଟା ଇନକ୍ଲୁଡ଼ିଂ ହିସାବ କରିକି ଆଡ଼୍ କରିକି ଆପଣଙ୍କର ଆସିବ। ତ ଇନଫର୍ମେସନ୍ଟି ଏଇଆ ଥିଲା ଯେ ଆପଣଙ୍କର ଆସିବାକୁ ଯାଉଛି OSF କନେଷ୍ଟବଳ 2025-26ରେ। ତ ସେଇ ହିସାବରେ ପ୍ରିପାରେସନ୍ ହୁଅନ୍ତୁ ଜଲ୍ଦି। ତ ଭ୍ୟାକେନ୍ସିଟି ବଡ଼ ଭ୍ୟାକେନ୍ସିଟି ଆସିବ, କାହିଁକିନା ମିନିମମ୍ 4-5 ବର୍ଷ ଗ୍ୟାପ୍ ଅଛି ଅତି କମ୍ରେ। ତ ଭ୍ୟାକେନ୍ସି ମିନିମମ୍ 6,000-5,000 ଭ୍ୟାକେନ୍ସିରୁ କମ୍ ଆସୁନି। ସବୁ ଡିଷ୍ଟ୍ରିକ୍ଟ ଅଲ୍ ଡିଷ୍ଟ୍ରିକ୍ଟ ହିଁ ଆସିବ।
एमती कि कौ डिस्ट्रिक्ट आसबनी सब ऑल डिस्ट्रिक्ट आसो। तो आशा करुँची ये वीडियो रे आपण मानक सब इनफॉरमेशन दे पारछि। तो हिसाब आउर डिटेल्स जदि दरकार तो कमेंट रे पिन करेंगे, कमेंट रे लिखे कौन आउ डिटेल्स जाना चाहूले। तो आउ कौ डिटेल्स वीडियो बनवाई कि देखापी चाहते आपण मैंने सेटा भी कमेंट करेंगे। तो आशा करुँची वीडियोटी संपूर्ण भल लगे तो आपण मानक भल लगे लाइक शेयर सब्सक्राइब करेंगे। तो रही जय जगन्नाथ।